ଶ୍ରୋତାବନ୍ଧୁ, ବେଳେ ବେଳେ ମନୁଷ୍ୟ ତାର ଅମୂଳକ ସନ୍ଦେହକୁ ନେଇ ଏତେ ମାତ୍ରାରେ ବିଶ୍ୱାସ କରି ଯାଇଥାଏ ଯେ ସେହି ସନ୍ଦେହ ହିଁ ତାକୁ ଖାଇଯାଉଥାଏ, ତାକୁ କ୍ଷତାକ୍ତ କରୁଥାଏ, ତା ମନକୁ ବିଦୀର୍ଣ୍ଣ କରୁଥାଏ। କିନ୍ତୁ ପରିଶେଷରେ ଯେତେବେଳେ ସେ ହୃଦବୋଧ କରେ ଯେ ତାର ସନ୍ଦେହ ସମ୍ପୂର୍ଣ୍ଣ ରୂପେ ନିରର୍ଥକ ଥିଲା, ସେତେବେଳେ ତା ମନର ଅନ୍ଧାର ସମ୍ପୂର୍ଣ୍ଣ ବିଲୀନ ହେଇଯାଏ। ସେଠି ନୂତନ ଭାବ ଆଉ ବିଶ୍ୱାସର ଆଲୋକ ସମସ୍ତ ମନ ଇଲାକାକୁ ଆଲୋକିତ କରେ। ଆଜି ଏମିତି ଏକ କ୍ଷୁଦ୍ର ଗଳ୍ପ ଆମେ ଶୁଣିବା, ଯାହା ଏହି ସନ୍ଦେହର ଘୂର୍ଣ୍ଣିକୁ ନେଇ ଆଧାରିତ। ଏବଂ ସନ୍ଦେହର ଘୂର୍ଣ୍ଣି ଯେତେବେଳେ ଚାଲିଯାଉଛି, ସେତେବେଳେ ଯେଉଁ ସୁନ୍ଦର ସମ୍ପର୍କଟିଏ ସ୍ଥାପନ ହେଉଛି, ସମ୍ପର୍କଟିଏ ଗଢ଼ି ଉଠୁଛି, ତାକୁ ହିଁ ନେଇ ଆଜିର କ୍ଷୁଦ୍ର ଗଳ୍ପ। এই କ୍ଷୁଦ୍ର ଗଳ୍ପଟି ବିଶିଷ୍ଟ ଗାଳ୍ପିକ ଗୋପାଳ ଚନ୍ଦ୍ର ମିଶ୍ରଙ୍କ ବନ ମର୍ମର କ୍ଷୁଦ୍ର ଗଳ୍ପର ଏକ କ୍ଷୁଦ୍ର ଗଳ୍ପ। ଆଜି ଆମେ ଶୁଣିବା ସେଇ କାହାଣୀଟିକୁ। ଶ୍ରୋତାବନ୍ଧୁ, ଆଜି ଆମେ ଶୁଣୁଛେ ବିଶିଷ୍ଟ କଥାକାର ଗୋପାଳ ଚନ୍ଦ୍ର ମିଶ୍ରଙ୍କ ଦ୍ୱାରା ଲିଖିତ ବନ ମର୍ମର ଗଳ୍ପ ସଂକଳନର ଏକ ହୃଦୟସ୍ପର୍ଶୀ ଗଳ୍ପ, ଯାହାର ଶୀର୍ଷକ ହେଉଛି ନିଷ୍ପତ୍ତି। ଗାଳ୍ପିକ ଦିବଙ୍ଗତ ଗୋପାଳ ଚନ୍ଦ୍ର ମିଶ୍ର। ଦ୍ୱାଦଶୀ ଜହ୍ନର ନିର୍ମଳ ଆଲୋକରେ ଅହଲ୍ୟାର ଆଖି ଲୁହ ମୁକ୍ତା ପରି ଚକଚକ କଲା। ହୃଦୟ ବେଦନା ବ୍ୟକ୍ତ କରିବାର ବୋଧେ ପୂର୍ବାଭାସ। ସହାନୁଭୂତି ପ୍ରକାଶ କରି ପଚାରିଲି, ଛି ଅହଲ୍ୟା, ତୁ କାନ୍ଦୁଛୁ? ଏଥିପାଇଁ ଏତେ ଶୋଚନା ତୋର? ଅବଶ୍ୟ ମୋର ଏ କଥା ପଦକ ଅହଲ୍ୟାର ଅଭିମାନ ଭରା ପ୍ରାଣରେ କି ଆଶ୍ୱାସନା ଆଣିଥିବ, ମୁଁ ତାହା ବୁଝିପାରିଲି ନାହିଁ। ମାତ୍ର ପର ମୁହୂର୍ତ୍ତରେ ମନେ ମନେ ଭାବିଲି, ଅଳ୍ପ କଥାରେ ନାରୀ ଅଶ୍ରୁର ଆଶ୍ରୟ ନିଏ, ନିହାତି କୋମଳ ପ୍ରାଣା। ଯାହା ହେଉ, ଯୁଗେ ଯୁଗେ ନାରୀର ଅଶ୍ରୁ ପୁରୁଷକୁ ପାଗଳ କରିଛି। ତାର ଆଖିର ଲୁହ ଆଗରେ ପୁରୁଷର ସମସ୍ତ ସ୍ନେହ ସାଗର ମନ୍ଥିତ ହୋଇଯାଇଛି। ନାରୀ ଆଉ ପୁରୁଷ ଦୁହେଁ ଦୁହିଁଙ୍କ ଲାଗି ସତେ ଯେପରି ଜନ୍ମ ଗ୍ରହଣ କରିଛନ୍ତି। ମୋର ପ୍ରଶ୍ନର 5 ମିନିଟ୍ ପରେ ଅହଲ୍ୟା ଲୁହ ପୋଛି ପୋଛି କହିଲା, ରାଜୁ ବାବୁ, ତୁମେ ତଥାପି ବୁଝିପାରିଲ ନାହିଁ? ସେଦିନ ସନ୍ଧ୍ୟାବେଳେ ତୁମେ ଆସିଥିଲ, ଏ ରୁମାଲଟା ଏଇଠି ପଡ଼ିଥିଲା, ତୁମେ ଚାଲିଗଲ, ମୋର ମଧ୍ୟ ଲକ୍ଷ୍ୟ ନଥିଲା। ତୁମେ ଯିବାର ପରେ ପରେ ସେ ଆସି ପହଞ୍ଚିଲେ। ତାପରେ କେଜାଣି କାହିଁକି ମୋ ଉପରେ ଖୁବ୍ ବିରକ୍ତ, ଆଉ ରୁମାଲଟା ଦେଖି ପଚାରିଲେ, ଏଠାକୁ ରାଜୁ କାହିଁକି ଆସିଥିଲା? ଅହଲ୍ୟା ଏମିତି ସଂକୁଚିତ ପ୍ରାଣରେ ତାର ପରିବାର ପ୍ରସଙ୍ଗ ମୋ ଆଗରେ ବାଢ଼ି ଦେଇଥିଲା ବେଳେ ବାଡ଼ିପଟ ବରଗଛରୁ ଗୋଟେ ବାଦରା ଫଡ୍ କରି ଉଠିଲା। ଆକାଶର କଳା ମେଘ ଗୁଡ଼ାକ ଚାନ୍ଦ ଦେହରେ ଘଷି ଘଷି ହୋଇ ଧାଇଁଗଲେ ଖୁବ୍ ଦୂର ଦିଗ୍ବଳୟକୁ। ଶୁଣିସାରି କହିଲି, କାହିଁକି? ରବିର କ'ଣ ମୁଣ୍ଡ ଖରାପ ହେଇଗଲାଣି କି? ରବି ତ ସେମିତି ନୁହେଁ। ଅହଲ୍ୟା ମୋର ଧାରଣା ବିରୁଦ୍ଧରେ ପ୍ରତିବାଦ କରୁ କରୁ ତାର ଦିଅର କୃଷ୍ଣ ସେ ବାଟେ ଚାଲିଗଲା। ତେଣୁ ଅହଲ୍ୟାର କଥା ସୁଅ ଟିକେ ବଦଳିଗଲା। ଅହଲ୍ୟାର ଏମିତି ଅଭିଯୋଗ ଶୁଣି ମୋ ହୃଦୟ ଭିତରଟା ଜଳି ଉଠିଲା। ହଁ, ସେ ଅନେକ ଦିନ ତଳର କଥା। ଅହଲ୍ୟାକୁ ଆବାଲ୍ୟରୁ ଜାଣେ। ବଡ଼ ଧୀରା ସୁଶୀଳା ରବି ସହିତ ତାର ବିବାହ ହେବା ଦିନଠାରୁ ମୁଁ ଅବଶ୍ୟ ଅନେକ ଥର ଅହଲ୍ୟାକୁ ଦେଖି ଆସିଛି। ଆଉ ଅହଲ୍ୟାର ସୁଖ ଦୁଃଖ ସଂସାର ସହିତ ମୁଁ ମଧ୍ୟ ମିଶି ପାରିଛି। ତେବେ ରବି ମନରେ ହଠାତ୍ ଏତେ ଆଶଙ୍କା, ଏତେ ସନ୍ଦେହ, ଏତେ ଅବିଶ୍ୱାସ? ଯାହା ହେଉ, ମନୁଷ୍ୟ ଅବିଶ୍ୱାସୀ, ବିଶେଷତଃ ସ୍ତ୍ରୀ ନିକଟରେ ତାର ସନ୍ଦେହଟା ଯୁଗେ ଯୁଗେ ଘନୀଭୂତ। ରବି ସେହି ମଣିଷ ଜାତିର ନମୁନା ସିନା। ଏଥିପାଇଁ ଅନେକ ପରିବାର ଧ୍ୱସ୍ତ ହୋଇଯାଇଛି। ଅନେକ ପ୍ରଣୟୀ ହୁଏତ ପ୍ରେମ ଆଉ ପ୍ରଣୟିନୀ ସହିତ ଅସହଯୋଗ କରି ସଂସାର ତ୍ୟାଗ କରିଛନ୍ତି। ହୁଏତ ଅନେକ ସରଳ ନିରୀହା କିଶୋରୀ ଶେଷରେ ବାଧ୍ୟ ହୋଇ ଆତ୍ମହତ୍ୟା କରନ୍ତି। ରୂପ ଆଉ ସୌନ୍ଦର୍ଯ୍ୟର ଏହି ଅପଚୟ। ବାସ୍ତବିକ ଏ ସଂସାର ପଥ ଜଟିଳ। ଏମିତି ଭାବି ଭାବି ଅହଲ୍ୟା ପାଇଁ ସାନ୍ତ୍ୱନା ଖୋଜୁଥିବା ବେଳେ ଗାଁ ଦେଉଳରେ ଆରତି ଘଣ୍ଟା ବାଜି ଉଠିଲା। ଅହଲ୍ୟା ଚୂର୍ଣ୍ଣ କୁନ୍ତଳ ସଜାଡୁ ସଜାଡୁ କହିଲା, ରାଜୁ ବାବୁ, ଏଥର ବୁଝିଲ? ତୁମେ ସେଦିନ ଯେ ଗଣ୍ଡେ ଫୁଲ ମୋ ପାଇଁ ଖୋସାରେ ଖୋସି ଦେଇଥିଲ, ତାହା ଶୁଣି ସେ ଆହୁରି ଗରମ। ଅଭିମାନରେ ହଉ 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 ରହ କହି ଚାଲି ଆସିଲି। ଆକାଶରେ ଜ୍ୟୋତ୍ସ୍ନାର
ପ୍ଲାବନ ଗାଁ ଦାଣ୍ଡ ଧୂଳିରେ ଶିଶୁର ସରଳ ସଂସାର ରଚନା, ଅହଲ୍ୟାର ଅଭିଯୋଗ ପ୍ରତି ସାନ୍ତ୍ୱନା ଆଉ ରବି ପ୍ରତି ଘୃଣା ତାଚ୍ଛଲ୍ୟ ଭାବ। ସେହି ଦିନଠାରୁ ପ୍ରକୃତରେ ଅହଲ୍ୟା ଆଉ ରବିର ମନରାଜ୍ୟରେ ଗୋଟିଏ ଝଡ଼ ବହି ଚାଲିଛି। ରବି ଅହଲ୍ୟାକୁ ମନ ଖୋଲି କଥା ପଦେ କହେ ନାହିଁ କି ଅହଲ୍ୟା ଏବେ କେବେ ଲୋକ ନୟନରେ କଜ୍ଜଳ ଗାରଟେ ଟାଣି ଖୋସା ସଜାଡ଼ି ଫୁଲ ମଣ୍ଡଣି ହୋଇ ଖଣ୍ଡେ ନୀଳ ଶାଢ଼ୀ ପିନ୍ଧି ଚାଲିଗଲେ ରବି ପୂର୍ବପରି ପଛରୁ ଅହଲ୍ୟାକୁ ଭିଡ଼ି ଧରି ପ୍ରଶଂସା କରିନାହିଁ। ମନୁଷ୍ୟର ମନ ତ ସତେ ଅବା ଫ୍ରାନ୍ସର ଅନ୍ତର୍ଯୁଦ୍ଧ ଠାରୁ ବଳି ଏ ଯୁଦ୍ଧ ଆହୁରି ଭୟଙ୍କର। ମୁଁ ରବିକୁ ଏ ବିଷୟରେ ପଚାରି ନଥିଲି, ଅବଶ୍ୟ ସାହସର ଅଭାବରେ ନୁହେଁ, କାଳେ ପୁଣି ଅହଲ୍ୟା ଉପରେ ନିର୍ଯାତନା ବଢ଼ିଯିବ। କେବଳ ଏଇ ଭୟରେ ନୀରବ ରହିଗଲି। ସେଇଦିନଠାରୁ ଅହଲ୍ୟାକୁ ଆଉ ଦେଖି ନାହିଁ। ଏ ଭିତରେ ମୋର ଭୁବନେଶ୍ୱର ବଦଳି ହୋଇଯାଇଛି। ନୂଆ ସ୍ଥାନ ଯୋଗେ ପ୍ରଥମେ ପ୍ରଥମେ ଭଲ ଲାଗୁନଥିଲା। ଯାହା ହେଉ କାର୍ଯ୍ୟର ଆରମ୍ଭ ଆଉ ପରିଣତି ମଧ୍ୟରେ ପ୍ରଭେଦ ଥାଏ। ଗଳି ରାସ୍ତା ଦେଇ ଯାଉ ଯାଉ ହଠାତ୍ ଶୁଣିଲି, ଏଠି ଘର ଭଡ଼ା ମିଳିବ? ଜଣେ କେହି ଉତ୍ତର ଦେଲା, ଆମେ ରୋଗୀଙ୍କ ପାଇଁ ଘର ଦେଇପାରିବୁ ନାହିଁ। ମୁହଁ ଫେରେଇ ଦେଖିଲି ରବି। ପରେ ପରେ ସମସ୍ତ ବିଷୟଟା ବୁଝିପାରିଲି। ରବିର ବୃଦ୍ଧ ମାତାଙ୍କର ସ୍ୱାସ୍ଥ୍ୟ ଭୀଷଣ ଖରାପ। ତେଣୁ ବୃଦ୍ଧାଙ୍କୁ ଧରି ଚିକିତ୍ସା ପାଇଁ ଉଭୟ ଅହଲ୍ୟା ଆଉ ରବି ଏଠାକୁ ଆସିଛନ୍ତି। ମାତ୍ର ଖଣ୍ଡେ ଭଡ଼ା ଘର ମିଳୁନାହିଁ। ବସାକୁ ଫେରିଲି। ଘଣ୍ଟାକ ଭିତରେ ବସା ଖାଲି କରିଦେଇ ମାଲିକକୁ କହିଲି, ମୁଁ ଛୁଟିରେ ମାସକ ପାଇଁ ଘରକୁ ଯାଉଛି। ମାଲିକର ଅର୍ଥ ଲାଭ, ତେଣୁ ଠିକ୍ ପରେ ପରେ ରବି ସେଇ ବସା ଭଡ଼ା ନେଲା। ମୁଁ ପ୍ରକୃତରେ ଯାଇ ଅନ୍ୟ ସାହିରେ ଜଣେ ବନ୍ଧୁଙ୍କ ଘରେ ରହିବା ବ୍ୟବସ୍ଥା କଲି। ବସି ଦରଖାସ୍ତ ଲେଖୁଛି, ଦୂରରୁ ରବି ଧାଇଁ ଆସି ପ୍ରଣାମ କରି କହିଲା, ଭାଇ କ୍ଷମା କରିବୁ ନାହିଁ? ହସି ହସି ପଚାରିଲି, ତୋର ଅପରାଧଟା କ'ଣ କି? ଅପ୍ରତିଭ ହୋଇ କହିଲା, ଭାଇ ମନୁଷ୍ୟ ଏମିତି ଧାରଣା ଅବସ୍ଥା ଚକ୍ରରେ ପଡ଼ି ପୋଷିଥାଏ। ଯାହା ହେଉ ତୁ ଟିକିଏ ଆସ। ଅହଲ୍ୟା ଚାହିଁ ବସିଛି। ବାଧ୍ୟ ହୋଇ ବାହାରିଲି। ଅହଲ୍ୟା ହାତରେ ମୋର ଫଟୋଟା ଦେଖି ଚମକି ପଡ଼ିଲି। ମୋତେ ଦେଖି ଅହଲ୍ୟା ପ୍ରବାଳ ଅଧର ତଟରେ ହାସ ଖେଳେଇ କହିଲା, ରାଜୁ ବାବୁ ତୁମର ଏତେ ମାୟା? ବିସ୍ମୟର ଅବଶେଷ। ବସା ଖାଲି କରି ଯିବା ବେଳେ ମୋର ଫଟୋଟା କେମିତି ରହିଗଲା? ଆଉ ଏ ଫଟୋ ଖଣ୍ଡି ପାଇଁ ଅହଲ୍ୟା ଓ ରବି ସମସ୍ତ ବୃତ୍ତାନ୍ତ ସଂଗ୍ରହ କରିପାରିଥିଲେ। ତେଣୁ ରବିର ଏତେ ବଡ଼ ପରିବର୍ତ୍ତନ। ଅହଲ୍ୟା ଦୂରରେ ବସି ଫୁଲ ଗୁନ୍ଥୁଥିବା ବେଳେ କହିଲା, ରାଜୁବାବୁ ଆପଣ ନିଜ ବସାକୁ ଚାଲି ଆସନ୍ତୁ। ଛଳ କରି କ'ଣ କହିବା ପୂର୍ବରୁ ଅହଲ୍ୟା କହିଲା, ରାଜୁବାବୁ ନିଷ୍ପତ୍ତିଟା ଚମତ୍କାର। ଶ୍ରୋତାବନ୍ଧୁ, ଆଜି ଆମେ ଶୁଣୁଥିଲେ ଏକ ହୃଦୟସ୍ପର୍ଶୀ କାହାଣୀ, କ୍ଷୁଦ୍ର ଗଳ୍ପ, ଦିବଂଗତ କଥାକାର ଗୋପାଳ ଚନ୍ଦ୍ର ମିଶ୍ରଙ୍କ ବନମର୍ମର କ୍ଷୁଦ୍ର ଗଳ୍ପ ସଂକଳନର ଏକ କାହାଣୀ, ଯାହାର ଶୀର୍ଷକ ଥିଲା ନିଷ୍ପତ୍ତି। ଆଜିର କାହାଣୀ ଆପଣମାନଙ୍କୁ କେମିତି ଲାଗିଲା? ଆପଣମାନଙ୍କ ମତାମତ ଅପେକ୍ଷାରେ ରହୁଛି। ଧନ୍ୟବାଦ।